ଆଜିର ମୁଖ୍ୟ ସମାଚାର। ପୁଣି ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଆସନ୍ତା ମାର୍ଚ୍ଚ 1ରେ 859ଟି ଏସ୍ଏସ୍ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ। ଏକକାଳୀନ ଲୋକସଭା ଭବନର କନଭେନସନ୍ ହଲ୍ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ବିଜେଡିରୁ ଇସ୍ତଫା ଦେଇଥିବା ଦେବାଶିଷ ନାୟକ ବିଜେପିରେ ସାମିଲ ହୋଇଛନ୍ତି। ଦେବାଶିଷ ନାୟକ ପୂର୍ବରୁ ଯାଜପୁର ବରୀରୁ ବିଜେଡି ଟିକେଟରେ ଲଢ଼ି 4 ଥର ବିଧାୟକ ହୋଇଛନ୍ତି। ବିଜେଡି ଟିକେଟ ପାଇବା ପାଇଁ 10,000 ଆଶାୟୀ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ପ୍ରଣବ। ଏନ୍ଏସି ଘୋଷଣା କରା ନଯିବା ପ୍ରତିବାଦରେ ଅସନ୍ତୋଷ। ପୁରୁଣା କଟକ ଓ ଲଇସିଂହା ବନ୍ଦ ଡାକରା। ବୀରମହାରାଜପୁରକୁ ଏନ୍ଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାହାଫଳରେ ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା 35କୁ ହୋଇଛି ବୃଦ୍ଧି। ବଡ଼ମାଳ ଗୋଳାବାରୁଦ କାରଖାନାରେ 12 ନମ୍ବର ମେଗାଜିନ୍ ଷ୍ଟୋର ରୁମ୍ରେ ଭୟଙ୍କର ବିସ୍ଫୋରଣ ଘଟିଛି। ଲଗାତାର 3ରୁ 4 ଥର ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଗଞ୍ଜାମ ଜିଲ୍ଲାରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ଦଣ୍ଡ ଗଣିଲେ ପଞ୍ଚାୟତ ନିର୍ବାହୀ। ପୁଣି ମୁହାଁମୁହିଁ ହେଲେ ବିଜେଡିର ଦୁଇ ଗୋଷ୍ଠୀ, ଗୋଟିଏ ଦଳ ଦୁଇଟି ମଞ୍ଚ। ଦୁଇଟି ମଞ୍ଚରେ ହେଲା ନବୀନ ବାବୁଙ୍କ ପ୍ରଚାର ଓ ପ୍ରସାର। ପୁଣି ଜଳ ହୋଇ ଦିଶିଲା ପାଟକୁରା ବିଜେଡିର ଫାଟ। ଆଦିବାସୀଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ପାଇଁ ଆମ ସମାଜ ଏକାଠି ହେବା ଦରକାର ବୋଲି ରବିବାର ସମ୍ବଲପୁର ଅଇଁଠାପଲ୍ଲୀରେ ଅନୁଷ୍ଠିତ ପରିଚୟ ଜାତୀୟ ଆଦିବାସୀ ମହୋତ୍ସବକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 5T ଅଧ୍ୟକ୍ଷ VK ପାଣ୍ଡିଆନ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ମଝି ରାସ୍ତାରେ ହଟହଟାର ଶିକାର ହୋଇଛନ୍ତି। BSKY ଖୋଲିଦେଇଛି ସରକାରୀ ଅର୍ଥଲୁଟର ରାସ୍ତା। ସ୍ନାତକ ଛାତ୍ର ରାଜେଶକୁ ଜଣେ ଚାଷୀ ଓ ରୋଗୀ ଦର୍ଶାଇ ଲେଖାଯାଇଛି BSKY କାର୍ଡ ଯୋଗୁଁ ତାଙ୍କର କୋରାପୁଟ ସ୍ଥିତ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ହୋଇପାରିଲା, ଯାହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ରାଜେଶ। ବାଲେଶ୍ୱର ଜିଲ୍ଲାରେ କାର୍ କିଣିବାକୁ ଯାଇ 2 ଜଣଙ୍କର ମୃତ୍ୟୁ ଘଟିଛି। କାର୍ କିଣିବାକୁ ବାଲେଶ୍ୱର ସୋରୁମକୁ ଆସୁଥିଲେ, ହେଲେ ଦୁର୍ଘଟଣାରେ ଚାଲିଗଲା 2 ଜମି ବ୍ୟବସାୟୀଙ୍କ ଅମୂଲ୍ୟ ଜୀବନ। ମୟୂରଭଞ୍ଜ ଜିଲ୍ଲାରେ ଭୂତ ହିତାଧିକାରୀଙ୍କ ତାଲିକା ଲମ୍ବି ଚାଲିଛି। ମୃତ ବ୍ୟକ୍ତିଙ୍କ ନାଁରେ ମାସ ମାସ ଧରି ଉଠିଛି PDS ସାମଗ୍ରୀ ଓ ଭତ୍ତା ଟଙ୍କା। ରାସ୍ତା ଫାଟି ମାଟି ତଳକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍। କଟକ ଚାଉଳିଆଗଞ୍ଜ ସ୍ଥିତ ନୀଳାଦ୍ରି ବିହାରରେ 6 ମାସ ତଳେ ଏହି ରାସ୍ତା କାମ ହୋଇଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାସ୍ତାକଡ଼ର ଦୋକାନୀ। ବାରବାଟୀ ଷ୍ଟାଡିୟମ ନବକଳେବର ବିବାଦରେ ପଡ଼ୁନି ପୂର୍ଣ୍ଣଚ୍ଛେଦ। 700 କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ପୁନଃ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାକୁ ବିରୋଧ କରିଛି ଭୈରବ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ। ଢେଙ୍କାନାଳରେ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାର୍ଷିକ 1200ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦିଆଯିବ ପ୍ରଶିକ୍ଷଣ। କେନ୍ଦ୍ରାପଡ଼ା ଜିଲ୍ଲାରେ ଯୌତୁକ ଦାବିରେ ବୋହୂକୁ ହତ୍ୟା, ଅଭିଯୋଗ ଆଣିଲେ ଝିଅର ପରିବାର। ଭୁବନେଶ୍ୱରରେ ମାଟ୍ରିକ ପରୀକ୍ଷା ପରିଚାଳନାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ABVP କର୍ମୀମାନେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି। ରାୟପୁର ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏକ ବିସ୍ଫୋରକରେ ବିସ୍ଫୋରଣ ଘଟିବା କାରଣରୁ ଛତିଶଗଡ଼ର ସଶସ୍ତ୍ର ବାହିନୀର ଜଣେ ହେଡ୍ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି। ଉଭୟ ଭାରତ ଏବଂ ଜାପାନ ଏକାଠି ଯୁଦ୍ଧ ଅଭ୍ୟାସ କରୁଛନ୍ତି। ଏହା ଚୀନ ଏବଂ ପାକିସ୍ତାନକୁ ଚକିତ କରିଛି। ଭାରତ ଜାପାନ ସପ୍ତାହ ପାଇଁ ସାମରିକ ଅଭ୍ୟାସ ଆରମ୍ଭ କରିଛି। ଚର୍ଚ୍ଚାରେ କଳାହାଣ୍ଡିର ଗୋଟ୍ ବ୍ୟାଙ୍କ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ଅମର ହୋଇଗଲେ 14 ବର୍ଷୀୟ ଛାତ୍ରୀ, ମୃତ୍ୟୁ ପରେ ଅଙ୍ଗଦାନ କଲେ ପରିବାର। ବାରବାଟୀ ଷ୍ଟାଡିୟମକୁ ଭଙ୍ଗାଯିବ, ହେଲେ ଐତିହ୍ୟକୁ ଅକ୍ଷୁଣ୍ଣ ରଖାଯିବ। ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଧୂଳିସାତ୍ କରାଯିବା ଖବର ଭୁଲ ବୋଲି କହିଛନ୍ତି OCA। ଭୁବନେଶ୍ୱର ଥାଇଲାଣ୍ଡରେ ଚାଲିଥିବା BWF ବିଶ୍ୱ ପାରା ବ୍ୟାଡମିଣ୍ଟନ ପୁରୁଷ ଏକକ ଫାଇନାଲରେ ଓଡ଼ିଆ ପୁଅ ପଦ୍ମଶ୍ରୀ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ନିଆଳି ଥାନା ASI 2000 ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ASI ବିଜୟ ଭଞ୍ଜ। କାମ କରୁନି ନବୀନଙ୍କ ମହିଳା ଭୋଟ ବ୍ୟାଙ୍କ ଷ୍ଟ୍ରାଟେଜି, ବିଜେପି ଟାର୍ଗେଟରେ SHG। ବିଜେଡିକୁ ବିଦ୍ରୋହୀ ଅଡ଼ୁଆ, ପାର୍ଟି ପାଇଁ ସଙ୍ଗୀନ ରାଜଧାନୀ ସ୍ଥିତି। ଘାରିଛି ଦଳଡିଆଁ ଡର। ଚାଲିଗଲେ ଜାତୀୟ ପୁରସ୍କାର ବିଜେତା ମାୟାଦର୍ପଣ ଏବଂ ତରଙ୍ଗର ନିର୍ଦ୍ଦେଶକ। ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା, ଉଦ୍ବେଗ ପ୍ରକାଶ କଲା ଶିଳ୍ପ ସଂଘ। କଣ୍ଟାବାଞ୍ଜିରେ ଭୂମିହୀନଙ୍କୁ ଗୃହ ଯୋଗାଇ ଦେବା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚତୁର୍ଥ ଦିନରେ ପହଞ୍ଚିଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ନମସ୍କାର। ଆଜିର ମୁଖ୍ୟ ସମାଚାରକୁ ଏଇଠି ସମାପ୍ତ କରୁଛି। ଧନ୍ୟବାଦ।